ଏହି କାହାଣୀଟି ଦେଖିବା ପୂର୍ବରୁ ଯଦି ଆପଣମାନେ ମୋ ଚ୍ୟାନେଲକୁ ନୂଆ କରି ଆସିଛନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଏ କାହାଣୀ 32 ବୟସର ଯୁବକ ସମୀରର ଏକ ସତ ଘଟଣା ଉପରେ ଆଧାରିତ। ସେଦିନ ରାତିରେ ସମୀର ଅଫିସରୁ ଘରକୁ ଯାଉଥିଲା। ସେଦିନ ତା ଆନିଭର୍ସରୀ ଥିଲା, ହେଲେ ତାକୁ ଅଫିସରୁ ବାହାରିବାକୁ ଡେରି ହୋଇଯାଉଥିଲା। ଘରେ ତା ସ୍ତ୍ରୀ ରେଶ୍ମା ଅପେକ୍ଷା କରିଥାଏ, ହେଲେ ସମୀରର ବାଇକ୍ ଷ୍ଟାର୍ଟ ହିଁ ହେଉନଥିଲା। ସମୀର ଭାବିଲା, ବସ୍ ଆସିବାର ସମୟ ହୋଇଗଲାଣି, ମୁଁ ଆଜି ବସ୍ରେ ଚାଲିଯିବି। ବସ୍ ଷ୍ଟାଣ୍ଡରେ ପହଞ୍ଚୁ ପହଞ୍ଚୁ ବହୁତ ଜୋରରେ ବର୍ଷା ହେବାକୁ ଲାଗିଲା। ସମୀର ବସ୍ ଷ୍ଟାଣ୍ଡରେ ଠିଆ ହୋଇ ବସ୍କୁ ଅପେକ୍ଷା କରିବାକୁ ଲାଗିଲା। ସମୀରର କପଡ଼ା ପୁରା ବର୍ଷାରେ ଭିଜି ଯାଇଥିଲା। ହଠାତ୍ ସମୀର ଉପରେ ବର୍ଷାର ପାଣି ପଡ଼ିବା ବନ୍ଦ ହୋଇଗଲା। ସମୀର ସାଇଡ଼ରେ ଦେଖିଲା, ଗୋଟେ ଲୋକ ତା ଛତାର ଅଧା ସମୀର ଆଡ଼କୁ କରିଥିଲା, ଯାହା ସମୀରକୁ ବର୍ଷାରୁ ବଞ୍ଚାଉଥିଲା। ସମୀର ତାକୁ ଦେଖି ବହୁତ ଖୁସି ହେଲା, ଆଉ ସମୀର ସେ ଲୋକଟିକୁ ଦେଖି ହସିବାକୁ ଲାଗିଲା। ସେ ଲୋକଟି ହାତରେ ଗୋଟିଏ ଗ୍ଲୋଭ୍ସ ଆଉ କଳା ଚଷମା ଆଉ ମୁଣ୍ଡରେ ଟୋପି ପିନ୍ଧିଥିଲା। ସେଥିପାଇଁ ସମୀରକୁ ସେ ଟିକେ ଅଜବ ଲାଗୁଥିଲା। ତାପରେ ସେ ଲୋକଟି ସମୀରକୁ ଦେଖି କହିଲା, ଏ ଦୁନିଆଟା କେତେ ଅଜବ, କୋଉଠି ବର୍ଷା ହେଉଛି ତ କୋଉଠି ଶୁଖିଲା, ଆଉ କୋଉଠି ଲୋକ ମରୁଛନ୍ତି ତ କୋଉଠି ଲୋକ ବଞ୍ଚୁଛନ୍ତି। ସମୀର ପାଖରେ ଏହାର ଉତ୍ତର କିଛି ବି ନଥିଲା। ସମୀର ଖାଲି ହସିକି ମୁଣ୍ଡ ହଲେଇ ଦେଲା। ସେତିକିବେଳେ ସମୀରର ଫୋନ୍ ବାଜି ଉଠିଲା। ସମୀର ଯେମିତି ଫୋନ୍କୁ ପକେଟରୁ ବାହାର କଲା, ତା ହାତରୁ ଫୋନ୍ଟି ଖସି ଯାଇ ତଳେ ପଡ଼ିଗଲା। ସମୀର ଯେମିତି ଫୋନ୍ ଉଠାଇବା ପାଇଁ ତଳକୁ ନଇଁଲା, ସେ କିଛି ଏମିତି ଦେଖିଲା ଯାହା ଦେଖିକି ସେ ଜୋରରେ ଡରିଗଲା। ସେ ଦେଖିଲା ତା ସାଙ୍ଗରେ ଠିଆ ହେଇଥିବା ଲୋକଟିର ଗୋଡ଼ ହିଁ ନଥିଲା, ଯେମିତି ସେ ଲୋକଟି ପବନରେ ଉଡ଼ୁଛି। ସମୀର ଏହାକୁ ଦେଖି ତା ଚେହେରାର ରଙ୍ଗ ବଦଳିଗଲା, ହେଲେ ସେ ଚୁପଚାପ ତା ଫୋନ୍ ଉଠାଇଲା ଆଉ ସେ ଲୋକଟିର ଗୋଡ଼ ବିଷୟରେ ଭାବିବାକୁ ଲାଗିଲା। ସମୀର ସେ ଲୋକଠାରୁ ଦୂରେଇ ଯିବାକୁ ଚାହୁଁଥିଲା, ହେଲେ ଯେମିତି ସେ ସବୁଆଡ଼େ ଦେଖିଲା, ପୁରା ବସ୍ ଷ୍ଟାଣ୍ଡ ଖାଲି ଥିଲା। ସେଠାରେ ଗୋଟେ ବି କେହି ଲୋକ ନଥିଲେ। ଆଖପାଖରେ କୋଉ ଅଟୋ ବି ଦେଖାଯାଉନଥିଲା। ସେଠାରେ ଏବେ ସମୀର ଆଉ ସେ ଲୋକଟି ଛଡ଼ା ଆଉ କେହି ବି ନଥିଲେ। ସମୀରର ଅବସ୍ଥା ଏବେ ଖରାପ ହେବାକୁ ଲାଗିଲା। ଦେଖୁ ଦେଖୁ ବର୍ଷା ଆହୁରି ଜୋରରେ ବଢ଼ିବାକୁ ଲାଗିଲା। ସମୀରକୁ ବର୍ଷା ଯୋଗୁଁ ଆଉ କିଛି ଠିକ୍ ସେ ଦେଖା ହିଁ ଯାଉନଥିଲା। ତାକୁ କୋଉ ବସ୍ ବି ଆସିବାର ଦେଖାଯାଉନଥିଲା। ସମୀର ତା ସ୍ତ୍ରୀ ରେଶ୍ମାକୁ ମେସେଜ କଲା, ଆଉ ତାକୁ ମେସେଜରେ ସବୁ କଥା କହିଲା, ଆଉ ଏଠାକୁ ଜଲ୍ଦି ଆସିବା ପାଇଁ କହିଲା। ସେତିକିବେଳେ ସେ ଲୋକଟି କହିଲା, ରେଶ୍ମାକୁ ଏଠାକୁ ଡାକିବା ଠିକ୍ ହେବନି ସମୀର। ଏହା ଶୁଣିକି ସମୀରର ପାଦ ତଳୁ ମାଟି ଖସିଗଲା। ସମୀର ସେଠାରୁ ଦୌଡ଼ିକି ରୋଡ଼ରେ ସେପଟକୁ ଦୌଡ଼ିବାକୁ ଲାଗିଲା। ସମୀର ସେ ପର୍ଯ୍ୟନ୍ତ ଦୌଡ଼ିଲା ଯେ ପର୍ଯ୍ୟନ୍ତ ତାକୁ ସେ ଲୋକଟି ଦେଖାଯିବା ବନ୍ଦ ନ ହୋଇଛି। ଦୌଡ଼ି ଦୌଡ଼ି ସମୀର ଥକି ପଡ଼ିଥିଲା। ସମୀର ରୋଡ଼ ଧାଡ଼ିରେ ଥିବା ଗୋଟିଏ ବେଞ୍ଚ ଉପରେ ବସି ପଡ଼ିଲା। ହଠାତ୍ ସେତିକିବେଳେ ତା ମୁଣ୍ଡରେ ପଡ଼ୁଥିବା ବର୍ଷା ପାଣି ପୁଣି ବନ୍ଦ ହୋଇଗଲା। ସମୀର ଡରରେ ତା ସାଇଡ଼କୁ ଅନାଇଲା, ଆଉ ଦେଖିଲା ସେ ଲୋକଟି ତା ସାଇଡ଼ରେ ଛତା ଧରି ବସିଥିଲା। ତାକୁ ଦେଖି ସମୀର ଜୋରରେ ଚିତ୍କାର କଲା। ତାପରେ ସମୀର ସେ ବେଞ୍ଚ ଉପରୁ ଉଠି ପୁଣି ଦୌଡ଼ିବାକୁ ଲାଗିଲା। ସମୀର ପୁଣି ରହିଗଲା। ସେ ବାରମ୍ବାର ପଛକୁ ଅନାଉ ଦେଖୁଥାଏ। ହଠାତ୍ ସେତିକିବେଳେ ବିଜୁଳି ଜୋରରେ ମାରିଲା। ସମୀର ଦେଖିଲା ସେ ଲୋକ ତା ଆଗରେ କିଛି ଦୂରରେ ଠିଆ ହୋଇଥିଲା। ଏଥର ସେ ଲୋକର କେବଳ ଅଧା ଶରୀର ହିଁ ଥିଲା, ଯେମିତି ସେ ଅଧା ଶରୀର ପବନରେ ଝୁଲୁଥିଲା। ସେ ସମୀରକୁ ଦେଖି ହସୁଥିଲା, ଆଉ ତାପରେ ତା ଚଷମା ଖୋଲିଦେଲା। ସେ ଲୋକଟିର ଆଖି ପୁରା କଳା ଦେଖାଯାଉଥିଲା, ଆଉ ତା ଆଖିରୁ ରକ୍ତ ବାହାରୁଥିଲା। ସେତିକିବେଳେ ସମୀରକୁ ପଛରୁ ବସ୍ର ହର୍ନ ସାଉଣ୍ଡ ଶୁଣାଗଲା। ସମୀର ପଛକୁ ଅନାଇ ଦେଖିଲା ଯେ ପଛରୁ ଗୋଟିଏ ବସ୍ ଆସୁଥିଲା। ତାତ ବହୁତ ସାରା ଲୋକ ସେ ବସ୍ ଆଡ଼କୁ ମାଡ଼ି ଚାଲିଲେ। ସମୀରକୁ ତା ଜୀବନ ବଞ୍ଚାଇବାର ଆଉ କିଛି ବି ରାସ୍ତା ଦେଖାଯାଉନଥିଲା। ସମୀର ଦୌଡ଼ିକି ସେ ବସ୍ ଆଡ଼କୁ ଗଲା। ଯେମିତି ସେ ବସ୍ ରହିଲା, ସବୁ ଲୋକ ପେଲା ଠେଲା ହୋଇ ଚଢ଼ିବାକୁ ଲାଗିଲେ। ସମୀର ବି ସେ ଭିଡ଼ ଭିତରେ ଥିଲା, ଆଉ ହଠାତ୍ ସମୀର ତଳେ ପଡ଼ିଗଲା। ସମୀର ଆଉ ଚାହିଁଲେ ବି ଉଠି ପାରୁନଥିଲା, କାରଣ ଭିଡ଼ ଏତେ ଥିଲା ଯେ ସମୀର ଆଉ ସେଥିରୁ ବାହାରିବା ଅସମ୍ଭବ ହୋଇପଡ଼ିଥିଲା। ସମୀର ତଳେ ପଡ଼ିଯାଇଥାଏ, ଆଉ ସବୁ ଲୋକ ଠେଲା ପେଲା ହୋଇ ସମୀର ଉପରେ ଚଢ଼ି ଯାଉଛନ୍ତି।
ହଠାତ୍ ବସ୍ଟି ଚଲିବାକୁ ଲାଗିଲା ଆଉ ସମୀରର ଗୋଡ଼ ବସ୍ର ଚକା ତଳକୁ ଆସି ଯାଇଥିଲା। ସମୀର ଜାଣିପାରୁନଥିଲା ଆଉ ହଠାତ୍ ବସ୍ଟି ସମୀରର ଗୋଡ଼ ଉପରେ ଚଢ଼ିଗଲା। ସମୀର ଜୋରରେ ଚିତ୍କାର କଲା ଆଉ ବେହୋସ ହୋଇଗଲା। ତାପରେ ରେଶ୍ମା ସମୀର କହିଥିବା ଲୋକେସନରେ ଅଟୋରେ ଆସି ପହଞ୍ଚିଲା। ରେଶ୍ମା ସମୀରକୁ ରାସ୍ତା ମଝିରେ ରକ୍ତ ଜୁଡ଼ୁବୁଡ଼ୁ ହୋଇ ପଡ଼ିଥିବାର ଦେଖିଲା ଆଉ ତା ଆଖପାଖରେ କେହି ବି ନଥିଲେ। ରେଶ୍ମା ସମୀରକୁ ଜଲ୍ଦି ହସ୍ପିଟାଲ ନେଇଗଲା। ହସ୍ପିଟାଲରେ କିଛି ଦିନ ରହିଲା ପରେ ସମୀରର ମୃତ୍ୟୁ ହୋଇଗଲା। ରେଶ୍ମା ବହୁତ ଦୁଃଖରେ ରହୁଥିଲା। କିଛି ଦିନ ପରେ ରେଶ୍ମା ଗୋଟେ ନ୍ୟୁଜ୍ ଦେଖିଲା ଯେ ସେହି ରାସ୍ତାରେ ସମୀରର ଯେମିତି ମୃତ୍ୟୁ ହୋଇଥିଲା ସେମିତି ଆଉ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଛି। ସେ ମରିବା ପୂର୍ବରୁ କହିଥିଲା ଯେ ତାକୁ ଜଣେ କଳା ଆଖି ଥିବା ଲୋକକୁ ମାରିଥିଲା। ରେଶ୍ମା ସିଓର ହୋଇଗଲା ଯେ ସମୀର ମଧ୍ୟ ସେ କଳା ଆଖି ଥିବା ଲୋକର ଶିକାର ହୋଇଥିଲା। ସେହି ଦିନଠାରୁ ସବୁ ବର୍ଷ ବର୍ଷା ଋତୁରେ ରେଶ୍ମା ଯାଇ ସେ ବସ୍ଷ୍ଟାଣ୍ଡରେ ଠିଆ ହୁଏ ସେ କଳା ଆଖି ଥିବା ଲୋକକୁ ଦେଖିବା ପାଇଁ। ରେଶ୍ମା ଭାବେ ସେ କଳା ଆଖି ଥିବା ଲୋକଟି ମଧ୍ୟ ଏମିତି କେଉଁ ଭିଡ଼ ଭିତରେ ଫସି ଯାଇଥିବ ଆଉ ବସ୍ ଚକା ତଳେ ଆସି ମରିଯାଇଥିବ। ସେଥିପାଇଁ ସେ ପ୍ରତିଶୋଧ ନେଉଛି। ହେଲେ ରେଶ୍ମାକୁ ସେ ଲୋକଟି ଆଜି ପର୍ଯ୍ୟନ୍ତ ବି ମିଳିନି ଆଉ ଆଗକୁ ମଧ୍ୟ ମିଳିବ ହିଁ ନାହିଁ। ତ ସାଙ୍ଗମାନେ ଆପଣମାନଙ୍କୁ କ'ଣ ଲାଗୁଛି? କିଏ ଥିଲା ସେ ଲୋକ? କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ। ଯଦି ଆପଣମାନଙ୍କୁ ମୋ ଭିଡ଼ିଓଟି ପସନ୍ଦ ଆସିଥାଏ ତାହେଲେ ଭିଡ଼ିଓଟିକୁ ଲାଇକ୍ କରିଦେବେ ଏବଂ ଗୋଟିଏ ସୁନ୍ଦର କମେଣ୍ଟ କରିବେ। ଯଦି ଆପଣମାନେ ମୋ ଚ୍ୟାନେଲକୁ ନୂଆ କରି ଆସିଛନ୍ତି ତାହେଲେ ମୋ ଚ୍ୟାନେଲକୁ ଗୋଟିଏ ସବସ୍କ୍ରାଇବ୍ କରିଦେବେ। ଦେଖା ହେବ ନୂଆ ଏକ ହରର ଷ୍ଟୋରିରେ। ରହୁଛି। ଜୟ ଜଗନ୍ନାଥ।